ବାଲେଶ୍ୱର ପୌରପାଳିକା ବ୍ରାହ୍ମଣ ସମିତିର ଏକ ଦିବସୀୟ ବାର୍ଷିକ ସମ୍ମିଳନୀ ରବିବାର ପୂର୍ବାହ୍ନରେ ବାଲେଶ୍ୱର ସହରର ମିର୍ଜା ପୋଖରୀ ଲେନ୍ରେ ଥିବା ଶ୍ରୀ ହରିହର କ୍ଷେତ୍ର ନିକଟରେ ଗୋରାଶୟ ଭବନରେ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଉପସ୍ଥିତ ରହି ଶ୍ରୀ ଶ୍ରୀ ବିଶେଷର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏହି କାର୍ଯ୍ୟକ୍ରମର ସର୍ବ ସଫଳତା କାମନା କରିଥିଲେ। ପୌରପାଳିକା ବ୍ରାହ୍ମଣ ସମିତିର ସଭାପତି ଡାକ୍ତର ଗୌରସଧନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯିବା ସଙ୍ଗେ ସଙ୍ଗେ ବେଦପ୍ରଭା ପଣ୍ଡିତ ଶ୍ରୀ ମଧୁସୂଦନ ପଣ୍ଡା ଶର୍ମାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ପଣ୍ଡିତ କମଳାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ମଙ୍ଗଳାଷ୍ଟକ ପାଠ କରାଯାଇଥିଲା। ପୌରପାଳିକା ସମ୍ପାଦକ ଅଧ୍ୟାପକ ଶାନ୍ତି ସ୍ୱରୂପ ମିଶ୍ର ବାର୍ଷିକ ବିବରଣୀ ସହିତ ପୌରପାଳିକାରେ ଗୃହୀତ ହୋଇଥିବା କର୍ମକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀଙ୍କର ନାମ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ବ୍ରାହ୍ମଣ ମହାସଂଘର ସଭାପତି ଡକ୍ଟର ସଦାନନ୍ଦ ଦୀକ୍ଷିତ। ବ୍ରାହ୍ମଣମାନେ ଜିଲ୍ଲା ଓ ରାଜ୍ୟ ସ୍ତରର ସାଂଗଠନିକ କାର୍ଯ୍ୟର ବିସ୍ତାର ପାଇଁ ଆଗଭର ହେବାକୁ ସେ ଆହ୍ୱାନ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ସଭାପତି ଡକ୍ଟର ଶ୍ରୀଶ କୁମାର ଦାସ ସମାଜ କଲ୍ୟାଣ ଓ ଧାର୍ମିକ କାର୍ଯ୍ୟରେ ବ୍ରାହ୍ମଣମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ରାଜ୍ୟ ଉପସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଜିଲ୍ଲା ସାଧାରଣ ସମ୍ପାଦକ ପଣ୍ଡିତ ଗୌରଚନ୍ଦ୍ର ଦାସଙ୍କ ସହିତ ରାଜ୍ୟ ସଂଯୋଜକ ପଣ୍ଡିତ ଲୋକନାଥ ଧର, ପୂର୍ବତନ ଜିଲ୍ଲା ସମ୍ପାଦକ ପଣ୍ଡିତ ଶକ୍ତିପଦ ପଣ୍ଡା ନିଜର ସାଂଗଠନିକ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆର୍ଥିକ ଅନଗ୍ରସର ବ୍ରାହ୍ମଣ ପରିବାରକୁ ସରକାରୀ ସହାୟତା ଓ ସରକାରୀ ନିଯୁକ୍ତି କିମ୍ବା ପଦୋନ୍ନତି ସମୟରେ ମେଧାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଆବଶ୍ୟକ ଆଇନ ପ୍ରଣୟନ କରିବାକୁ ବକ୍ତାମାନେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅଭିଭାଷଣ ପ୍ରଦାନ କରି ପୌରପାଳିକା ସଭାପତି ଡକ୍ଟର ଗୌରସାଧନ ମିଶ୍ର ବହୁ ସଂଖ୍ୟାରେ ଉପସ୍ଥିତ ବ୍ରାହ୍ମଣମାନଙ୍କୁ ପ୍ରଣାମ କରି ବ୍ରାହ୍ମଣମାନଙ୍କ ଏକତା ଉପରେ ଗୁରୁତ୍ୱ ଦେଇଥିଲେ। ଓଂ ଶ୍ରୀ ଶ୍ରୀ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମ। ଜୟ ଜଗନ୍ନାଥ। ଆଜି ଆମର ବାଲେଶ୍ୱର ପୌରପାଳିକା ବ୍ରାହ୍ମଣ ସମିତିର ବାର୍ଷିକ ସମ୍ମିଳନୀ ଆମର ଶୁଭାରମ୍ଭ ହୋଇଥିଲା 15/8/2022 ବାଲେଶ୍ୱର ଜିଲ୍ଲା ଅନୁବନ୍ଧିତ ଏବଂ ବହୁତ ମାନେ ସୌଭାଗ୍ୟର କଥା ଏଇଟା 2 ବର୍ଷର ଆମେ କରିଛୁ ଏବଂ ଏଇଟା ଆମର ମାନେ ଆଜି ଏତେ ସୌଭାଗ୍ୟ ଆମର ଯେ ପ୍ରତିଷ୍ଠାତା ବେଦପ୍ରଭା ମଧୁସୂଦନ ପଣ୍ଡା ଶର୍ମା ଏବଂ ଆମର ମାନ୍ୟବର ସଦର ବିଧାୟକ ବି ଆସିକି ଶୁଭାରମ୍ଭ କରିଥିଲେ ଆଉ ବିଶେଷର ଶିବ ମନ୍ଦିର ପରିଭ୍ରମଣ କରିଥିଲେ। ତାପରେ ଆମର ଯେଉଁ ରାଜ୍ୟ ସଭାପତି ଡକ୍ଟର ସଦାନନ୍ଦ ଦୀକ୍ଷିତ ସିଏ ମଧ୍ୟ ଆସିଛନ୍ତି ଆଉ ଆମର ଜିଲ୍ଲା ସଭାପତି ଡକ୍ଟର ଶିଶ କୁମାର ଦାସ ସିଏ ଆସିଛନ୍ତି। ମୁଁ ହେଲି ବାଲେଶ୍ୱର ପୌରପାଳିକାର ସଭାପତି ଡକ୍ଟର ଗୌରସାଧନ ମିଶ୍ର ଆଉ ମୋହରି ଏଇଟା ଆମର ଗୌରାଶୟ ଭବନ ବାପାଙ୍କ ପିତାଙ୍କ ନାମରେ ହେଇଛି। ତାଙ୍କରି ଆଶୀର୍ବାଦରୁ ଆଜି ଯେଉଁ ବ୍ରାହ୍ମଣ ନାରାୟଣ ମାନେ ବସିଛନ୍ତି ତାଙ୍କରି ଆଶୀର୍ବାଦ, ପିତାମାତାଙ୍କ ଆଶୀର୍ବାଦ, ମହାପ୍ରଭୁଙ୍କ ଆଶୀର୍ବାଦ ଆଉ ଏଇ ଯେଉଁ କାର୍ଯ୍ୟକ୍ରମରେ ସବୁ ଆମର ପୌରପାଳିକାର ସବୁ କର୍ମକର୍ତ୍ତା ସଦସ୍ୟ, ସବୁ ବ୍ଲକର କର୍ମକର୍ତ୍ତା ସଦସ୍ୟ ଏବଂ ଜିଲ୍ଲାର ସାଧାରଣ ସମ୍ପାଦକ ଆସିଛନ୍ତି, ରାଜ୍ୟର ଭାଇସ୍ ପ୍ରେସିଡେଣ୍ଟ ମଧ୍ୟ ଆସିଛନ୍ତି, ଉପସଭାପତି ଆଉ ସଂଯୋଜକ ମଧ୍ୟ ଆସିଛନ୍ତି। ଆଉ ଏଠି ମାନେ ଏତେ ସମସ୍ତଙ୍କର ସହଯୋଗ ମିଳିଛି ଯେ ଆପଣମାନଙ୍କର ଯେଉଁ କାର୍ଯ୍ୟକ୍ରମ ଆପଣ ମାନେ ଏଇଭଳିଆ ଆପଣ ଚାଲୁ ରଖିଛନ୍ତି ଯାହାକି ବ୍ରାହ୍ମଣ ନାରାୟଣ ଆଜି ବହୁତ ଖୁସି ଯେ ଇଏ ଯେଉଁ ହରିହର କ୍ଷେତ୍ର ଏଇଟା ଆମର ରାଧାକୃଷ୍ଣ ମନ୍ଦିର ଅଛି ଆପଣ ଜାଣିଛନ୍ତି, ଏଇଠୁ ଚନ୍ଦନ ଯାତ୍ରା ଯାଏ। ଆଉ ଆଜି ଯେଉଁ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ବକ୍ତା ହିସାବରେ ଆମର ଡକ୍ଟର ଶିଶ ଦାସ କହୁଛନ୍ତି ଏବଂ ଇଏ ଯେଉଁ ଆମର ଷ୍ଟେଟ୍ ସଭାପତି ଆସିଛନ୍ତି ଡକ୍ଟର ସଦାନନ୍ଦ ଦୀକ୍ଷିତ ସିଏ ଆମର ଯେଉଁ ଶ୍ରୀକ୍ଷେତ୍ରରେ ଗୋଟେ ହେଉଛି ଆମର ବ୍ରାହ୍ମଣ ଭବନ ତାହାରି ଉପରେ କହିଲେ ଏବଂ ବ୍ରାହ୍ମଣ କଲ୍ୟାଣ ଭବନ କଲ୍ୟାଣ ପାଇଁ ପାଣ୍ଠି ରାଜ୍ୟ ସରକାର କରିଛନ୍ତି। ଏଥିରେ ବି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ସହଯୋଗ କରୁଛନ୍ତି। ଆଗାମୀ ଦିନରେ ଭଲ ଖବର ମିଳିବ। ମେସେଜ ଗୋଟିଏ ଦେମି, ବ୍ରାହ୍ମଣ ଏକତା, ବ୍ରାହ୍ମଣ ଏକତା ହିଁ ବଡ଼, ୟୁନାଇଟ୍ ଇଜ୍ ଷ୍ଟ୍ରେଙ୍ଗଥ୍ ଯେଉଁଟା କୁହାଯାଇଛି। ତେଣୁ ବ୍ରାହ୍ମଣ ସମାଜ ଭିତରେ ଯଦି ଏକତା ରହିବ କାହିଁକିନା କେହି କାହାରି ବି ନା ଚଳିପାରିବେନି ଆଉ ବ୍ରାହ୍ମଣ ହେଲେ ସର୍ବଶ୍ରେଷ୍ଠ ଯାହା ଆମର ବ୍ରହ୍ମାଙ୍କ ଆଖ୍ୟାରୁ ମିଳେ। କାହିଁକିନା ଯେତେ ଯାହା ଶୁଭ କାର୍ଯ୍ୟ ହଉ ସେ ବ୍ରାହ୍ମଣ କିଛି ନ ଜାଣିଥିଲେ ବି ଘଣ୍ଟି ହଲେଇକି ମନ୍ତ୍ର ଗୋଟେ ପଢ଼ିକି ନଡ଼ିଆ ଗୋଟେ ଫଟେଇ ଦେବ, କାର୍ଯ୍ୟ ଶୁଭାରମ୍ଭ ହେଇଯିବ। ତେଣୁ ବ୍ରାହ୍ମଣମାନଙ୍କୁ ଆଜିକା ଦିନରେ ମୁଁ କୌଣସି ପ୍ରକାର ତିକ୍ତତା ନ ରଖିକି ସମିତିର ଯେଉଁ ଅର୍ଥ ମୁଁ ଆଜି କହିଲି ସହଯୋଗ ସମସ୍ତଙ୍କର ସହଯୋଗରେ କାମ ହେବ ଏବଂ ମିତ୍ରତା ସ୍ଥାପନ ତୀରେ ହେଉଛି ତିକ୍ତତା ତ୍ୟାଗ। ଆମେ ଯଦି ଏଇ 3ଟା ଅର୍ଥକୁ ନେଇ ଆଗେଇ ଚାଲିବା ବ୍ରାହ୍ମଣ ସମାଜ ଆଗେଇ ଚାଲିବ ଆଉ ବ୍ରାହ୍ମଣ ସମାଜ ଆଗେଇଲେ ସବୁ ସମାଜ ସବୁ ବର୍ଗର ଲୋକର ସବୁ ଆଗେଇବେ ଏବଂ ବ୍ରାହ୍ମଣ ନାରାୟଣକୁ ପ୍ରଣାମ ସମସ୍ତେ କରୁଛନ୍ତି। ବ୍ରାହ୍ମଣ ପାଖରେ ନାରାୟଣ ଲାଗିଛି
तार अर्थ हूँ ब्राह्मण नारायण तेणु सी से भाया रहा उचित एवं ब्राह्मण समाज गोटे एकता ही बड़ एवं सी समाज रे पौरहित कार्य कर हित तेणु से भाया समस्ते मोर आजिका दिन में विनम्र अनुरोध एकता रखु एवं समाज को दिग्दर्शन दिवु एतिके कहूँ आजिका दिन में सर्वे भवन्तु सुखिन सर्वे सन्तु निरामया सर्वे भद्राणी पश्यन्तु माँ कश्चित् दुःखाग्रह सारा जीव जगतर कल्याण हो एतिके जगन्नाथ महाप्रभु निकट में प्रार्थना। जय जगन्नाथ जय जगन्नाथ जय जगन्नाथ। এই কার্যক্রমর সফল পরিচালনা পাই পৌরপালিকার কর্মকর্তা সর্বশ্রী রমাকান্ত দীক্ষিত বীরকিশোর পাণিগ্রাহী গৌরাঙ্গ পাণিগ্রাহী পণ্ডিত সর্বেশ্বর পতি অক্ষয় কুমার ত্রিপাঠী কৃতিবাস পণ্ডা জগবন্ধু দাস সঞ্জিত কুমার দাস গৌরজ্যোতি মিশ্র দীপ্তি স্বরূপ মিশ্র অশোক কুমার ত্রিপাঠী বীরেন্দ্র কুমার করଙ୍କ সহিত সমস্ত কর্মকর্তা ও সদস্য মানে সহযোগ প্রদান করथिले। शेषे बालेश्वर पौरपालिका ब्राह्मण समितिर कार्यकारी सभापति अध्यापक चंद्रांशु बानार्जी समस्त को धन्यवाद देथिले।